गं गणपतये नमो नमः। ଆମେ ସାଧାରଣତଃ ଘର ତିଆରି କରିବା ପୂର୍ବରୁ ବା ଘର ପରେ ଘରକୁ ଆବଦ୍ଧ ରଖିବା ପାଇଁ ପାଚେରୀ ତିଆରି କରାଯାଏ, ଯେଉଁଟା ବାଉଣ୍ଡ୍ରି। ବାଉଣ୍ଡ୍ରିଟା ନିହାତି ଆବଶ୍ୟକ ଯେ ଘରର ପୂର୍ବରୁ କିମ୍ବା ଘର ତିଆରି ପରେ ବାଉଣ୍ଡ୍ରିଟା କରିବା, କାରଣ ଘରର ସିକ୍ରେସି ରୁହେ ଏବଂ ଜମିର ମଧ୍ୟ ସିକ୍ରେସି ରୁହେ, ଘର ନିରାପଦ ରହେ। ଯେହେତୁ ସିକ୍ୟୁରିଟି ଗାର୍ଡ କହିଲେ ମଧ୍ୟ ଚଳେ ଯେ ପାଚେରୀ ବାଉଣ୍ଡ୍ରି, ସେ ବାଉଣ୍ଡ୍ରିରେ ମଧ୍ୟ ବାସ୍ତୁ ଦୋଷ ଉତ୍ପନ୍ନ ହୁଏ। ଆମେ ସେ ପାଚେରୀକୁ ଯଦି ଭୁଲ ରୂପେ ନିର୍ମାଣ କରିଥାନ୍ତି ସେ ମଧ୍ୟ ଘର ପାଇଁ କ୍ଷତିକାରକ ହୋଇଥାଏ। ଆମେ এই ଭିଡ଼ିଓରେ ଜାଣିପାରିବା ଯେ ଆମେ ଆମ ବାଉଣ୍ଡ୍ରିଟା ଠିକ୍ ଭାବେ କରିଛନ୍ତି କି ନାହିଁ। ଯଦିଓ ଭୁଲ ଥାଏ ତାର ମଧ୍ୟ ପ୍ରତିକାର ମଧ୍ୟ ଆମେ କରିପାରିବା ଯେ ବାଉଣ୍ଡ୍ରିର କ'ଣ ଭୁଲ ଅଛି ବା ଠିକ୍ ଅଛି। ନମସ୍କାର, ମୁଁ ବାସ୍ତୁବିଦ ଗଜେନ୍ଦ୍ର ପ୍ରସାଦ ଅଗସ୍ତ୍ୟ ଶର୍ମା। ଆଜିର ଭିଡ଼ିଓରେ ଜାଣିବା ଯେ ପାଚେରୀ ନିର୍ମାଣ କ୍ଷେତ୍ରରେ କି ବାସ୍ତୁ ଦୋଷ ଆମ ଘର ପାଇଁ ଉତ୍ପନ୍ନ ହୋଇଛି। ଆମେ ଜାଣିବା ପ୍ରଥମେ ଦିଗରେ ପୂର୍ବ ଦିଗ। ଚାରି ଦିଗରେ ବାଉଣ୍ଡ୍ରି ଥାଏ ଆମ ଘରର, ତେଣୁ ସେ ଯେଉଁ ପାଚେରୀର ପୂର୍ବ ଅନ୍ୟ ଦିଗ ଅପେକ୍ଷା ଯଦି ପୂର୍ବ ଦିଗ ବାଉଣ୍ଡ୍ରିଟା ଅଧିକ ଉଚ୍ଚ ଅଛି, ସେ କାନ୍ଥଟା ଅଧିକ ଉଚ୍ଚ ହେଇଛି, ଏଥିରେ ସେ ଘରରେ ଗୃହକର୍ତ୍ତାଙ୍କ ପାଇଁ ସନ୍ତାନ ହାନିର ଯୋଗ ମଧ୍ୟ କିଛି ଅଂଶରେ ବନିଥାଏ। ତେଣୁ ପୂର୍ବ ଦିଗ ପାଚେରୀଟା ଅନ୍ୟ ଦିଗ ଅପେକ୍ଷା ଟିକେ ନିଚା ହେବା ଆବଶ୍ୟକ, କାରଣ ପୂର୍ବରେ ରବିଙ୍କର ଦିଗ, ସୂର୍ଯ୍ୟ କିରଣ ସେ ଜାଗାକୁ, ଘର ଭିତରକୁ ସେ ଜାଗାକୁ ଅଧିକ ଆସିପାରୁଥିବା ଦରକାର। ତାପରେ ଜାଣିବା ଦକ୍ଷିଣ ଦିଗ। ଯଦି ଦକ୍ଷିଣ ଦିଗ ପାଚେରୀ ନିଚ ହୋଇଥାଏ ସେ ମଧ୍ୟ ସେ ଘର ପାଇଁ କ୍ଷତିକାରକ ହୋଇଥାଏ, କାରଣ ଦକ୍ଷିଣ ଦିଗରେ ସୂର୍ଯ୍ୟ ତେଜବାନରେ ଥାନ୍ତି। ଦକ୍ଷିଣ ଦିଗ ହେଲା ହାଇ ଏନର୍ଜିର ଦିଗ। ଦକ୍ଷିଣ ଦିଗଟା ଅଧିକ ଉର୍ଜା ଦିଗ। ସେ ଦିଗରେ ଅଧିପତି ରହିଲେ ମଙ୍ଗଳ ଗ୍ରହ, ମଙ୍ଗଳ ଅଧିପତି ଯମ ଏବଂ ସୂର୍ଯ୍ୟଙ୍କର ପ୍ରଖର କିରଣ ଥାଏ। ତେଣୁ ଦକ୍ଷିଣ ଦିଗ ଟିକେ ଉଚ୍ଚ ହେବା ଆବଶ୍ୟକ। ଯଦି ଦକ୍ଷିଣ ଦିଗ ଲାଗି ରହିଥାଏ ତାହେଲେ ସେ ଜାଗାରେ ଅନର୍ଥ ହେବାର ଯୋଗ ଥାଏ। କିଛି ଅଂଶରେ ଯଦି ଘରର ଅନର୍ଥ ହେଉଛି ତାହେଲେ ଦକ୍ଷିଣ ଦିଗ ବାଉଣ୍ଡ୍ରି ନିଚ ଅଛି। ପୂର୍ବ ଦକ୍ଷିଣ, ତାପରେ ଆସିବା ପଶ୍ଚିମ ଦିଗ। ପଶ୍ଚିମ ଦିଗ ଯଦି ଅନ୍ୟ ବାଉଣ୍ଡ୍ରି ଅପେକ୍ଷା ନିଚ ଅଛି ସେ ମଧ୍ୟ ସେ ଜାଗାକୁ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ। ସେ ଜାଗାରେ ବାଉଣ୍ଡ୍ରିଟି ଉଚ୍ଚ ରହିବା ଦରକାର। ଯଦି ପଶ୍ଚିମ ଦିଗ ବାଉଣ୍ଡ୍ରି ଆପଣ ଅଧିକ ନିଚ କରିଛନ୍ତି ବା ଇଏ ବାଉଣ୍ଡ୍ରି ତୁଳନାରେ ସେଟାକୁ ଯଦି ଆପଣ ନିଚ କରିଛନ୍ତି ତାହେଲେ ଘରେ ମଧ୍ୟ ଅନର୍ଥ ଏବଂ ଶରୀର ପୀଡ଼ାର ସୂଚନା ମଧ୍ୟ ମିଳେ। ଚତୁର୍ଥ ଦିଗ ଆମେ ଜାଣିବା ଉତ୍ତର ଦିଗ। ଯଦି ପାଚେରୀକି ଉଚ୍ଚ କରିଛନ୍ତି ତାହେଲେ ଆର୍ଥିକ ଦୁରାବସ୍ଥା ମଧ୍ୟ ସେ ଘରକୁ ଲାଗି ରହିଥାଏ। ଯଦି ନିଚ କରିଛନ୍ତି ତାହେଲେ ଠିକ୍ ଅଛି। ତାହେଲେ ପୂର୍ବ ଦିଗ, ଉତ୍ତର ଦିଗ ବାଉଣ୍ଡ୍ରି ୱାଲ୍ ବା ପାଚେରୀ ଟିକେ ନିଚ କରିବେ। ଦକ୍ଷିଣ ପଶ୍ଚିମ ଏଟାକୁ ଆପଣ ବାଉଣ୍ଡ୍ରି ୱାଲ୍ ଟିକେ ଅଧିକ କରିବେ। ଯଦି ଈଶାନ୍ୟ କୋଣର ଅଧିକ ଉଚ୍ଚ କରିଦେଇଛନ୍ତି ତାହେଲେ ସେ ଘରରେ ମଧ୍ୟ ପୁତ୍ର ସନ୍ତାନ ପାଇଁ ବାଧକ ସାଜିଥାଏ ଏବଂ ଯଦି ପୁତ୍ର ସନ୍ତାନ ଜନ୍ମ ହେଲେ ବିକଳାଙ୍ଗ ମଧ୍ୟ ହୋଇଥାନ୍ତି। ତେଣୁ ଅଗ୍ନି କୋଣରୁ କିଛି ଅଂଶ ଛାଡ଼ିଦେବେ, ବାୟବ୍ୟ କୋଣରୁ କିଛି ଅଂଶ ଛାଡ଼ିବେ। ଏଇ ଯେଉଁ ଏଙ୍ଗଲ ରହିଲା
180 डिग्री ए 180 डिग्री आप नीच करेंगे अग्निकोण पुणी वायुकोण पर्यंत भाया नैऋत्य कोण यहाँ को उच्च करेंगे कले घर पर मंगल होता है। जय जय गणपति।